ପ୍ରଥମେ ବଢ଼ିଲା OTET 2025 ଫର୍ମ ପୂରଣ ସମୟସୀମା। ଏହି ଦିନ ଯାଏଁ ମିଳିଲା ସୁଯୋଗ। ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ OTET ପରୀକ୍ଷା 2025 ପାଇଁ ଫର୍ମ ପୂରଣର ଶେଷ ତାରିଖ 27 ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ନଭେମ୍ବର 27 ପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର 25 ଥିଲା। ଆଶାୟୀମାନେ ଅଫିସିଆଲ ୱେବସାଇଟ୍ www.bceodisha.ac.in ରେ ଯାଇ ଫର୍ମ ପୂରଣ କରିପାରିବେ। ପରବର୍ତ୍ତୀ ଖବର ଦୃଷ୍ଟିବାଧିତ ମହିଳା ଟି20 ବିଶ୍ୱକପ୍ ଭାରତକୁ ବିଜେତା କଲେ ଫୁଲ। ମହିଳା ଦିନିକିଆ ବିଶ୍ୱକପରେ ପ୍ରଥମ ଥର ଲାଗି ଆୟୋଜିତ ଦୃଷ୍ଟିବାଧିତ ମହିଳା ଟି20 ବିଶ୍ୱକପରେ ମଧ୍ୟ ଭାରତ ବିଜେତା ହୋଇଛି। ରବିବାର କଲମ୍ବୋର ଇ ସାରାଭାନାମୁଥୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଅପରାଜେୟ ଭାରତ 7 ୱିକେଟରେ ନେପାଳକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ଭାରତ ଟସ୍ ଜିତି ନେପାଳକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଚମତ୍କାର ବୋଲିଂ ଓ ଫିଲ୍ଡିଂ କରି ନେପାଳକୁ 114 ରେ ଅଟକାଇ ଦେଇଥିଲେ। ପୂରା ପାଳିରେ ନେପାଳ କେବଳ ଗୋଟିଏ ବାଉଣ୍ଡ୍ରି ମାରିବାକୁ ସକ୍ଷମ ହୋଇଥିଲା। ଜବାବରେ ଭାରତ 12.1 ଓଭରରେ 3 ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା। ଓଡ଼ିଆ ଝିଅ ଫୁଲ ସରେନ ଚମତ୍କାର ଖେଳି 27 ବଲରୁ 4 ବାଉଣ୍ଡ୍ରି ସହ 44 ରନ୍ କରି ଦଳକୁ ବିଜୟ ଦେବାର ପ୍ରମୁଖ ଭୂମିକା ତୁଲାଇଥିଲେ। ଫୁଲଙ୍କ ସହ ବିଜେତା ଭାରତୀୟ ଦଳରେ ଓଡ଼ିଶାର ବାସନ୍ତୀ ହାସାଦ, ଯମୁନା ରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି ରହିଥିଲେ। ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ଏବଂ ପାକିସ୍ତାନକୁ ନେପାଳ ହରାଇ ଫାଇନାଲରେ ପହଞ୍ଚିଥିଲେ। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ପ୍ରତିଯୋଗିତା ଆୟୋଜନ କରିଥିଲେ। ନଭେମ୍ବର 11ରୁ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଦୁଇ ଆୟୋଜକ ଦେଶ ବ୍ୟତୀତ ଅଷ୍ଟ୍ରେଲିଆ, ନେପାଳ, ଆମେରିକା ଓ ପାକିସ୍ତାନ ଅଂଶଗ୍ରହଣ କରିଥିଲେ। ବିଶ୍ୱ ବିଜୟ ପରେ ଭାରତୀୟ ଦଳକୁ ମଧ୍ୟ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ପରବର୍ତ୍ତୀ ଖବର ଆମେ ସାଲପରିଆ ଫୁଲରେ ଦକ୍ଷିଣ ଆଫ୍ରିକାରେ ଶୁଭିଲା ସମ୍ବଲପୁରୀ ଗୀତ। ଘଡ଼ିଏ ଛିଡ଼ା ହୋଇ ମୋଦି ଦେଖିଲେ ନୃତ୍ୟ। ଦେଶରେ ମୋଦି ଦେଖିଲେ ଓଡ଼ିଶାର ଗୀତ, ଓଡ଼ିଆ ସଂସ୍କୃତିର ଝଲକ। ଯେତେବେଳେ ଆସନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ ହୋଇଥିଲା, ଠିକ୍ ସେତେବେଳେ ବିଭିନ୍ନ ନୃତ୍ୟ ସଙ୍ଗୀତରେ ମୋଦିଙ୍କୁ ସ୍ୱାଗତ କରାଯାଉଥିଲା ଓ ସେଇଠି ମୋଦିଙ୍କୁ ଆମେ ସମ୍ବଲପୁରିଆ ଫୁଲରେ ଗୀତରେ ନାଚି ସ୍ୱାଗତ କରିଥିଲେ ନୃତ୍ୟଶିଳ୍ପୀମାନେ, ଯାହାକୁ ଦେଖି ଘଡ଼ିଏ ଅଟକି ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିଦେଶରେ ଓଡ଼ିଆ ମାଟିର ସୁଗନ୍ଧ, ଓଡ଼ିଆ ସଂସ୍କୃତି ଓ ଲୋକଗୀତ ଝଲକ ବିଦେଶରେ ଦିଶିଲା। ଏହା ଭାରତ ପାଇଁ, ଓଡ଼ିଶା ପାଇଁ, ସମ୍ବଲପୁର ପାଇଁ ଗର୍ବ ଏବଂ ବଡ଼ ପରିଚୟ। ଏହା ପ୍ରମାଣିତ କଲା ଆମର କଳା, ଆମର ସଂସ୍କୃତି ସାରା ବିଶ୍ୱରେ ଆଜି ଏକ ନମ୍ବର। ଜୋହାନ୍ସବର୍ଗରେ ଆୟୋଜିତ G20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି, ଯେଉଁଠାରେ ନିଶାଦ୍ରବ୍ୟ ବ୍ୟବସାୟ ଓ ଆତଙ୍କବାଦ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କକୁ ଛିନ୍ନ କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ଏହା ବ୍ୟତୀତ ମୋଦି ଆଉ ଏକ ପ୍ରସ୍ତାବ ରଖିଛନ୍ତି, ଯାହା ହେଉଛି ବୈଶ୍ୱିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ଟିମ୍। ଏହା ବିଶ୍ୱର ଯେକୌଣସି ସ୍ଥାନରେ ମହାମାରୀ ବା ପ୍ରାକୃତିକ ବିପଦ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପହଞ୍ଚାଇବ। ପରବର୍ତ୍ତୀ ଖବର 72 ଘଣ୍ଟାରେ ସୃଷ୍ଟି ହେବ ବାତ୍ୟାନ୍ୟାର। ଏଠାରେ ରହିବ ଲ୍ୟାଣ୍ଡଫଲ୍। ଆଲୋକ ପ୍ରଣାଳୀ ଏବଂ ଏହାର ପରବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ସଦୃଶ୍ୟ ଲଘୁଚାପ କ୍ଷେତ୍ର ଆଗାମୀ 24 ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ଅଧିକ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସିଷ୍ଟମ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ସାନ୍ୟାର ଦିଆଯିବ। ବିଭିନ୍ନ ପାଣିପାଗ ମଡେଲ ସାନ୍ୟାର ଗତିପଥକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। GFS ମଡେଲ ଅନୁଯାୟୀ ସିଷ୍ଟମଟି ଉପର ସ୍ତରୀୟ ରିଜ୍ ଲାଇନ୍ ଅତିକ୍ରମ କରିବା ପରେ ପୁଣି ଉତ୍ତର ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ଅଛି। ଏହା ଡିସେମ୍ବର 2-3 ତାରିଖ ସୁଦ୍ଧା ଦକ୍ଷିଣ ବାଂଲାଦେଶ ଉପକୂଳରେ ପହଞ୍ଚିବା ପରେ ଧୀରେ ଧୀରେ ଦୁର୍ବଳ ହେବ। ଏହି ମଡେଲଗୁଡ଼ିକ ଦର୍ଶାଉଛନ୍ତି ଯେ ସିଷ୍ଟମଟି ନଭେମ୍ବର 26 ପର୍ଯ୍ୟନ୍ତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ପଶ୍ଚିମ, ଉତ୍ତର ପୂର୍ବ, ଦକ୍ଷିଣକୁ ଦିଗକୁ ଗତି କରିବ। ଏହାପରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରି ନଭେମ୍ବର 29 ପର୍ଯ୍ୟନ୍ତ ଦୁର୍ବଳ ହେବା ସହିତ ନଭେମ୍ବର 30ରେ ଏହାର ପ୍ରଭାବ କମିଯିବ। IMD ଆଞ୍ଚଳିକ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିବାର ସମ୍ଭାବନା ଅଛି। ତେଣୁ ସାନ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କମ୍। ପରବର୍ତ୍ତୀ ଖବର ଆଜିଠୁ ଖୋଲିବ ମୁଣ୍ଡି, ଆରମ୍ଭ ହେବ ଖରିଫ ଧାନ କିଣା। ଖରିଫ ଧାନ କିଣା ରାଜ୍ୟ ସରକାର ମୁଣ୍ଡିରୁ ଯେମିତି ଚାଷୀଙ୍କ ଧାନ ଠିକ୍ ସମୟରେ ଉଠିବ ତା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଠିକ୍ ସମୟରେ ଗାଡ଼ି ପହଞ୍ଚିବା ପାଇଁ ମିଲ୍ ମାଲିକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଧାନ କିଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କିନ୍ତୁ କଟନୀକୁ ନେଇ ସମବାୟ ମନ୍ତ୍ରୀ
ଦେଇଥିବା ପ୍ରତିକ୍ରିୟା ନୂଆ ବିବାଦ ସୃଷ୍ଟି କରିଛି। ମଣ୍ଡି ଖୋଲିବା ପୂର୍ବରୁ ମାର୍କେଟ ଧାନ ୟାର୍ଡରେ ଭର୍ତ୍ତି। ମଣ୍ଡିରେ ଗୋଦା ହୋଇଛି ପ୍ରାୟ 17,000ରୁ ଅଧିକ ଧାନ ବସ୍ତା। ଏଥିରୁ ସ୍ପଷ୍ଟ ହେଉଛି ଧାନ କିଣିବା ପାଇଁ କେମିତି ଅପେକ୍ଷା କରିଛନ୍ତି ଚାଷୀ। ସମୟ ଗଡ଼ି ଚାଲିଥିବାରୁ ଆସୁଥିବା ବର୍ଷା ଓ ଅଭାବୀ ବିକ୍ରିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ସମ୍ବଲପୁର କିଣ୍ଡା ଅଞ୍ଚଳର ସ୍ଥିତି ଆହୁରି ଖରାପ। ଜିଲ୍ଲାରେ 23 ତାରିଖରେ ଖୋଲିବାକୁ ଧାର୍ଯ୍ୟ ହୋଇ ମଣ୍ଡିଗୁଡ଼ିକର ଭିତ୍ତିଭୂମି ଦୁର୍ବଳ ଅବସ୍ଥାରେ ରହିଛି। ଧାନ ସଂଗ୍ରହ ପାଇଁ ମଣ୍ଡିଗୁଡ଼ିକୁ ଏପର୍ଯ୍ୟନ୍ତ ବ୍ୟବସ୍ଥିତ କରାଯାଇନି। ପରବର୍ତ୍ତୀ ଖବର ନଭେମ୍ବର 27ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ସୁରକ୍ଷା ବ୍ୟବସ୍ଥା 25 ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ରାଷ୍ଟ୍ରପତି ଓଡ଼ିଶା ବିଧାନସଭାର ପ୍ରଥମ ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ। କୌଣସି ରାଜ୍ୟ ବିଧାନସଭାରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ହେବ। ଏହି କାର୍ଯ୍ୟକ୍ରମକୁ ସୁରକ୍ଷିତ କରିବା ପାଇଁ ପ୍ରମୁଖ ସ୍ଥାନଗୁଡ଼ିକରେ 25 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। କମିଶନରେଟ ପକ୍ଷରୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ସହିତ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ କମାଣ୍ଡୋ ଏବଂ ଅତିରିକ୍ତ କର୍ମଚାରୀ ଚତୁର୍ଥ ସ୍ତରୀୟ ସୁରକ୍ଷା ଯୋଗାଇବେ। 5 ଜଣ ଡେପୁଟି ପୋଲିସ କମିଶନର କାର୍ଯ୍ୟ ତଦାରଖ କରିବେ। 5 ଜଣ ସହାୟକ କମିଶନର, 2 ଜଣ ଇନ୍ସପେକ୍ଟର ଏବଂ 30 ଜଣ ଅନ୍ୟ ଅଧିକାରୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ। ଟ୍ରାଫିକ ପୋଲିସକୁ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ମିଳିଛି। ରୁଟ୍ ଲାଇନିଂ ପାଇଁ 5ଟି ପ୍ଲାଟୁନ୍ ନିୟୋଜିତ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାର ପୂର୍ଣ୍ଣ ଅଭ୍ୟାସ ନଭେମ୍ବର 26 ତାରିଖରେ ହେବ। ପରବର୍ତ୍ତୀ ଖବର ବିଦ୍ୟାପୀଠରେ ପାଠ ହେବ ସଂସ୍କାର ଶିକ୍ଷା ସ୍କୁଲରେ ପିଲା ପଢୁଛନ୍ତି ବେଦ ଓ ଧର୍ମଗ୍ରନ୍ଥ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ସ୍ଥିତ ଫୁଲମଣି ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ଗୁରୁକୁଳ ପଦ୍ଧତିରେ ଶିକ୍ଷା। ଏଠି ବଡ଼ ମଣିଷ ନୁହେଁ ଭଲ ମଣିଷ ପାଇଁ ଦିଆଯାଇ ଶିକ୍ଷା। ଫଳରେ ଛାତ୍ରଛାତ୍ରୀ ସଂସ୍କାରଧର୍ମୀ ପାରିବେ। ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁ ଚଳିତ ନଭେମ୍ବର ମାସ 1 ତାରିଖ ଠାରୁ ପ୍ରଧାନ ଶିକ୍ଷକ ଭାର ନେଇଛନ୍ତି। ପ୍ରାର୍ଥନା ସଭାରେ ସମସ୍ତ ପିଲାଙ୍କୁ ହନୁମାନ ଚାଳିଶା ପାଠ, ଜାତୀୟ ସଙ୍ଗୀତ, ବେଦ ପାଠ, ଭାଗବତ ଗୀତରୁ ଗୋଟିଏ ଶ୍ଲୋକ ପାଠ କରନ୍ତି। ଶନିବାର ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦିଆଯାଉଛି। ଅନ୍ୟପଟେ ପିଲାମାନଙ୍କ ଭିତରେ ସଂସ୍କାର ଆଣିବା, ଗୁରୁ ଗୁରୁଜନମାନଙ୍କ ପ୍ରତି ସମ୍ମାନ ଏବଂ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ ଜାଗ୍ରତ କରିବା ଲକ୍ଷ୍ୟ ନେଇ ପୁସ୍ତକଗତ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷା ଦେବା ଆରମ୍ଭ କରୁଛୁ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ କୁହନ୍ତି। ପରବର୍ତ୍ତୀ ଖବର ରାଜଧାନୀରେ ଅଙ୍ଗନବାଡି ଦିଦିଙ୍କ ରଣହୁଙ୍କାର। 11 ଦଫା ଦାବିରେ ଶକ୍ତି ପ୍ରଦର୍ଶନ। ସ୍ଥାୟୀ ଚାକିରି, ଦରମା ବୃଦ୍ଧି ଓ ଉନ୍ନତି ସମେତ 11 ଦଫା ଦାବିରେ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ। ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଓ ସହାୟିକା। ଲୋୟର ପିଏମଜିରୁ ବିଶାଳ ଶୋଭାଯାତ୍ରାରେ ଯାଇ ଧାରଣାସ୍ଥଳରେ ଗର୍ଜିଛି ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ। ଦୀର୍ଘ ଦିନର ଦାବି ପୂରଣ ପାଇଁ ଭାରତୀୟ ମଜଦୁର ସଂଘ ସହବଦ୍ଧିତ ଏହି ସଂଗଠନ ଏଭଳି ଶକ୍ତି ପ୍ରଦର୍ଶନ କରିଛି। ଏଥିସହ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରିଛି ସଂଘ।